ସାମ ସଙ୍ଗୀତ ଅଧ୍ୟାୟ 41। ବ୍ୟକ୍ତିଗତ ବିଳାପ ଗୀତି। ଯିଏ ଦରିଦ୍ର ପ୍ରତି ଚିନ୍ତିତ ସେ ଧନ୍ୟ, କରିବେ ପ୍ରଭୁ ତାକୁ ଦୁର୍ଦିନରେ ସଂରକ୍ଷଣ। ରକ୍ଷା କରି ପ୍ରଭୁ ତାକୁ କରନ୍ତି ସଞ୍ଜୀବିତ, ପୃଥିବୀରେ ସେ ଆଶିଷ ପ୍ରାପ୍ତ। ହେବ ସେ ଏହିପରି ବିବେଚିତ, କରିବ ନାହିଁ ତୁମେ ତାକୁ ତାର ଶତ୍ରୁମାନଙ୍କ ହସ୍ତେ ସମର୍ପଣ। ରୋଗ ଶଯ୍ୟାରେ କରନ୍ତି ପ୍ରଭୁ ତାର ରକ୍ଷଣାବେକ୍ଷଣ, ପୀଡ଼ିତାବସ୍ଥାରେ କରୁଥାଅ ତୁମେ ତାକୁ ରୋଗ ମୁକ୍ତି ପ୍ରଦାନ। କହିଲି ମୁଁ, ହେ ପ୍ରଭୁ କର ମୋ ପ୍ରତି କରୁଣା ପ୍ରଦର୍ଶନ, କର ମୋତେ ଆରୋଗ୍ୟ ପ୍ରଦାନ, କାରଣ ତୁମ ବିରୁଦ୍ଧେ କଲି ମୁଁ ପାପ ସାଧନ। କରନ୍ତି ଶତ୍ରୁଗଣ ମୋର ମୋ ସମ୍ବନ୍ଧେ ହିଂସାର କଥନ, କରିବ ସେ କେବେ ମୃତ୍ୟୁବରଣ? କେବେ ବା ହେବ ତାର ନାମ ନିଶ୍ଚିହ୍ନ? ଯେବେ ସେ ଆସେ କରିବାକୁ ମୋତେ ସନ୍ଦର୍ଶନ, ଉଚ୍ଚାରଣ କରେ ସେ ତେବେ ବ୍ୟର୍ଥ କଥନ। କିନ୍ତୁ ନିଜ ହୃଦୟରେ କରେ ସେ ଅନିଷ୍ଟ ନିରୂପଣ, ବାହାରି ଯାଇ କରେ ସେ ତାହା ବିଜ୍ଞାପନ। କରନ୍ତି ଯେଉଁମାନେ ମୋତେ ବିଦ୍ୱେଷ, କରନ୍ତି ସେମାନେ ମୋ ସମ୍ବନ୍ଧେ ଫୁସୁରୁ ଫାସର, କରନ୍ତି ସେମାନେ ମୋ ପ୍ରତି ନିଷ୍ଠୁରାଚରଣ। କହନ୍ତି ସେମାନେ, କରିଅଛି ତାକୁ କୌଣସି ମାରାତ୍ମକ ବ୍ୟାଧି ଆକ୍ରମଣ। ଯେଉଁଠି ସେ ଏବେ ପତିତ ହେବ ନାହିଁ, ସେ ସେଠାରୁ ଉତ୍ଥିତ। କଲି ମୁଁ ଯାହାଠାରେ ଭରସା ସ୍ଥାପନ, ଓ କଲା ଯିଏ ମୋର ରୁଟି ଭୋଜନ। କରିଅଛି ସେହି ଅନ୍ତରଙ୍ଗ ବନ୍ଧୁ ମୋର ମୋ ବିରୁଦ୍ଧେ ତାର ଗୋଇଠି ଉତ୍ତୋଳନ। କିନ୍ତୁ ହେ ପ୍ରଭୁ, କର ତୁମେ ମୋ ପ୍ରତି କରୁଣା ପ୍ରଦର୍ଶନ, କର ମୋତେ ଉତ୍ଥିତ ସେମାନଙ୍କ ବିରୁଦ୍ଧେ ପ୍ରତିଶୋଧ ନେବା ପାଇଁ ଦିଅ ମୋତେ ସୁଯୋଗ। ହେଲା ନାହିଁ ଶତ୍ରୁ ମୋର ମୋ ଉପରେ ଜୟଯୁକ୍ତ, ଅତଏବ ଅଟ ଯେ ତୁମେ ମୋ ଠାରେ ସୁପ୍ରସନ୍ନ, ଏହା ମୋତେ ଅବଗତ। କିନ୍ତୁ ନିଷ୍କଳଙ୍କତା ମୋର ଯୋଗୁଁ କରିଅଛ ତୁମେ ମୋତେ ସମର୍ଥନ, ଓ କରାଇଅଛ ଚିରକାଳ ବ୍ୟାପୀ ତୁମ ସନ୍ନିଧାନେ ମୋତେ ଦଣ୍ଡାୟମାନ। ପ୍ରଭୁ ଇସ୍ରାଏଲ ବଂଶର ଈଶ ହୁଅନ୍ତୁ ଅନାଦିରୁ ଅନନ୍ତ କାଳ ବ୍ୟାପୀ ଧନ୍ୟ। ଆମେନ୍ ଆମେନ୍। ଅଧ୍ୟାୟ 42। ବ୍ୟକ୍ତିଗତ ବିଳାପ ଗୀତି। ହରିଣୀ ଯେପରି ପ୍ରବାହିତ ଜଳ ପାଇଁ ଆଗ୍ରହାନ୍ୱିତ, ସେହିପରି ହେ ଈଶ୍ୱର ଆତ୍ମା ମୋର ତୁମ ପ୍ରତି ଲାଳାୟିତ। ଈଶ୍ୱର, ଜୀବିତ ଈଶ୍ୱରଙ୍କ ସକାଶେ ଆତ୍ମା ମୋର ତୃଷିତ। କେବେ ବା ଉପନୀତ ହୋଇ ଈଶ୍ୱରଙ୍କ ସନ୍ନିଧାନେ କରିବି ମୁଁ ଲାଭ ତାହାଙ୍କର ମୁଖ ଦର୍ଶନ। ଲତକ ହେଲା ଅହୋରାତ୍ର ମୋର ଭକ୍ଷଣ, କାରଣ କରନ୍ତି ଲୋକେ ମୋତେ ଏହି ନିରନ୍ତର ପ୍ରଶ୍ନ, କାହାନ୍ତି ତୁମର ଈଶ୍ୱର? କରିଥିଲି ମୁଁ ଜନସମାରୋହ ଗହଣେ ଯାତ୍ରା, ଆନନ୍ଦଧ୍ୱନି ତଥା କୃତଜ୍ଞତାତ୍ମକ ସ୍ତବଗାନ ପୂର୍ବକ ଉତ୍ସବକାରୀ ଜନସମାରୋହର ନେତୃତ୍ୱ ନେଇ କଲି ମୁଁ ସେମାନଙ୍କୁ ଶୋଭାଯାତ୍ରାରେ ଦେବାଳୟକୁ ଆନୟନ। ବିଳାପ ପୂର୍ବକ କ୍ରନ୍ଦନ କରିବା ସମୟେ ହୁଏ ମୋର ଏ ସମସ୍ତ ବିଷୟ ସ୍ମରଣ। ହେ ଆତ୍ମା ମମ, କାହିଁ ବା ତୁମେ ବିଷାଦଗ୍ରସ୍ତ? କାହିଁକି ବା ତୁମେ ଅନ୍ତରରେ ଅସ୍ଥିରମୟ? ଓ ଈଶ୍ୱରଙ୍କଠାରେ ଶରଣାପନ୍ନ, କାରଣ ଯିଏ ସହାୟ ତଥା ଈଶ୍ୱର ମୋର, କରିବି ମୁଁ ପୁନରାୟ ସ୍ତବଗାନ ତାହାଙ୍କର। ଆତ୍ମା ମୋର ଅଟେ ଅନ୍ତରେ ବିଷାଦଗ୍ରସ୍ତ, ସୁତରାଂ କରେ ମୁଁ ଜର୍ଦାନ ହେର୍ଣ୍ଣମ
ପ୍ରଦେଶ ତଥା ମିଶାର ପର୍ବତରେ ତୁମକୁ ସ୍ମରଣ। ତୁମ ଜଳପ୍ରପାତ ସମୂହର ଭୀଷଣ ଗର୍ଜନରେ ଦିଏ ଅଗାଧ ଅଗାଧକୁ ଆହ୍ୱାନ। ହୁଏ ପ୍ରବାହିତ ମୋ ଉପର ଦେଇ ସମସ୍ତ ତରଙ୍ଗ ତଥା ଲହରୀ ତୁମର। କରନ୍ତି ପ୍ରଭୁ ମୋତେ ଦିବାକାଳେ ତାହାଙ୍କ ନିରନ୍ତର ସ୍ନେହ ପ୍ରଦାନ। କରେ ମୁଁ ତାହାଙ୍କ ଉଦ୍ଦେଶ୍ୟ ରାତ୍ରିରେ ସ୍ତବଗାନ। ଅଟେ ତାହା ମୋ ଜୀବନର ଈଶ୍ୱରଙ୍କ ଉଦ୍ଦେଶ୍ୟ ପ୍ରାର୍ଥନା ଏକ। ତୁମେ କାହିଁକି ମୋତେ ବିସ୍ମରି ଯାଇଅଛ? ଶତ୍ରୁ ତାଡ଼ନାରେ କାହିଁକି ମୁଁ ବିଳାପଗ୍ରସ୍ତ? କରେ ମୁଁ ମୋର ରକ୍ଷା ଶୈଳ ସ୍ୱରୂପ ଈଶ୍ୱରଙ୍କୁ ଏହି ପ୍ରଶ୍ନ। ମୁଁ ଯେ ମାରାତ୍ମକ କ୍ଷତରେ ଆଘାତପ୍ରାପ୍ତ, ତଦ୍ରୂପେ କରନ୍ତି ମୋର ଶତ୍ରୁଗଣ ମୋତେ ଉପହାସ। ସେମାନେ କରନ୍ତି ମୋତେ ଏହି ନିରନ୍ତର ପ୍ରଶ୍ନ, କାହାନ୍ତି ଈଶ୍ୱର ତୁମର? ହେ ଆତ୍ମା ମମ, କାହିଁକି ବା ତୁମେ ବିଷାଦଗ୍ରସ୍ତ? କାହିଁକି ବା ତୁମେ ମୋ ଅନ୍ତରରେ ଅସ୍ଥିର? ଓ ଈଶ୍ୱରଙ୍କ ଠାରେ ଶରଣାପନ୍ନ, କାରଣ ଯିଏ ସହାୟ ତଥା ଈଶ୍ୱର ମୋର। କରିବି ମୁଁ ପୁନରାୟ ସ୍ତବଗାନ ତାହାଙ୍କର। ଅଧ୍ୟାୟ 43। ବ୍ୟକ୍ତିଗତ ବିଳାପ ଗୀତି। ହେ ଈଶ୍ୱର, କର ମୋ ପ୍ରତି ନ୍ୟାୟ ବିଚାର। ଅଧର୍ମୀମାନଙ୍କ ବିରୁଦ୍ଧେ ମୋ ସପକ୍ଷେ ଯୁକ୍ତି ବାଢ଼। ପ୍ରବଞ୍ଚକ ତଥା ଦୁର୍ନୀତିଗ୍ରସ୍ତ ଲୋକଙ୍କ ହସ୍ତରୁ କର ମୋତେ ଉଦ୍ଧାର। କରିଅଛି ହେ ଈଶ୍ୱର, ମୁଁ ତୁମଠାରେ ଆଶ୍ରୟ ସ୍ଥାପନ। କରିଅଛ ତୁମେ କାହିଁକି ମୋତେ ନିଷ୍କାସନ? ଶତ୍ରୁ ତାଡ଼ନା ଯୋଗୁଁ କରିଅଛି ମୁଁ କାହିଁକି ରୋଦନପୂର୍ବକ ପରିଭ୍ରମଣ। କର ତୁମର ଜ୍ୟୋତି ତଥା ସତ୍ୟ ପ୍ରେରଣ। କରୁ ସେ ସମସ୍ତ ମୋ ପାଇଁ ପଥ ପ୍ରଦର୍ଶନ। ତବ ପବିତ୍ର ଗିରି ତଥା ବସତି ସ୍ଥାନକୁ କରୁ ସେ ସମସ୍ତ ମୋତେ ଆନୟନ। ତେବେ ଈଶ୍ୱରଙ୍କ ବଳିପୀଠକୁ, ମୋର ସର୍ବଶ୍ରେଷ୍ଠ ଆନନ୍ଦଜନକ ଈଶ୍ୱରଙ୍କ ସନ୍ନିଧାନକୁ କରିବି ମୁଁ ପ୍ରସ୍ଥାନ। ଈଶ୍ୱର, ହେ ମୋର ଈଶ୍ୱର, ସାରଙ୍ଗୀ ବାଦନ ପୂର୍ବକ କରିବି ମୁଁ ତୁମର ସ୍ତବଗାନ। ହେ ଆତ୍ମା ମମ, କାହିଁକି ବା ତୁମେ ବିଷାଦଗ୍ରସ୍ତ? କାହିଁକି ବା ତୁମେ ଅନ୍ତରରେ ଅସ୍ଥିରମୟ? ଓ ଈଶ୍ୱରଙ୍କ ଠାରେ ଶରଣାପନ୍ନ, କାରଣ ଯିଏ ସହାୟ ତଥା ଈଶ୍ୱର ମୋର। କରିବି ମୁଁ ପୁନରାୟ ସ୍ତବଗାନ ତାହାଙ୍କର। ଅଧ୍ୟାୟ 44। ସାମୂହିକ ବିଳାପ ଗୀତି। ହେ ଈଶ୍ୱର, ଯେଉଁ କାର୍ଯ୍ୟ କଲ ତୁମେ ପୁନରାୟ କାଳରେ ଆମ ପିତୃପୁରୁଷମାନଙ୍କ ଉଦ୍ଦେଶ୍ୟରେ ସାଧନ କରିଅଛୁ, ଆମେ ତାହା ନିଜ କର୍ଣ୍ଣେ ଶ୍ରବଣ କରିଅଛନ୍ତି। ସେ ତାହା ଆମକୁ ବର୍ଣ୍ଣନ କରିଅଛ। ତୁମେ ସ୍ୱହସ୍ତେ ଜାତି ସମୂହକୁ ବିତାଡ଼ନ, କିନ୍ତୁ କଲ ତୁମେ ସେମାନଙ୍କୁ ରୋପଣ। ଜାତିଗଣକୁ କଲ ତୁମେ ପୀଡ଼ିତ, କିନ୍ତୁ କଲ ତୁମେ ସେମାନଙ୍କୁ ମୁକ୍ତ। କଲେ ନାହିଁ ସେମାନେ ନିଜ ଖଡ଼୍ଗେ ଦେଶ କରାୟତ୍ତ, କିମ୍ବା ହେଲେ ନାହିଁ ସେମାନେ ନିଜ ବାହୁବଳେ ଜୟଯୁକ୍ତ। ବରଂ ତୁମ ଦକ୍ଷିଣ ହସ୍ତ, ବାହୁ ତଥା ମୁଖର ପ୍ରସନ୍ନତା ଦ୍ୱାରା ତାହା ସମ୍ପାଦିତ। କାରଣ ହୋଇଥିଲ ତୁମେ ସେମାନଙ୍କ ପ୍ରତି ସୁପ୍ରସନ୍ନ। ଅଟ ତୁମେ ରାଜା ମମ ଓ ଈଶ୍ୱର ମମ। ଅଟ ତୁମେ ସେ କରନ୍ତି ଯିଏ ପ୍ରଦାନ ଯାକୁବଙ୍କୁ ବିଜୟ। ତୁମର ସାହାଯ୍ୟ ବଳେ ଠେଲି ଦେଉଛୁ ଆମ ଶତ୍ରୁମାନଙ୍କୁ ଆମେ। କରନ୍ତି ଯେଉଁମାନେ ଆମକୁ ଆକ୍ରମଣ, ତବ ନାମ ଦ୍ୱାରା କରୁଅଛୁ ସେମାନଙ୍କୁ ଆମେ ପଦଦଳିତ। ହୁଏ ନାହିଁ ମୁଁ ମୋ ଧନୁ ଉପରେ ନିର୍ଭରଶୀଳ। ରକ୍ଷା ମୋର ନିମନ୍ତେ ମୋ ଖଡ଼୍ଗ ଅକ୍ଷମ। କିନ୍ତୁ ତୁମେ ଆମକୁ ଶତ୍ରୁ ହସ୍ତରୁ ରକ୍ଷା କଲ ଓ କଲ ତୁମେ ଆମ ବିଦେଶୀମାନଙ୍କୁ ଲଜ୍ଜିତ।
କଲୁ ଆମେ ଈଶ୍ୱରଙ୍କ ଠାରେ ନିରନ୍ତର ଅଭିମାନ ପୋଷଣ କରିବୁ ଆମେ ତୁମ ନାମ ପ୍ରତି ନିରନ୍ତର କୃତଜ୍ଞତା ଜ୍ଞାପନ। ତଥାପି କଲ ତୁମେ ଆମମାନଙ୍କୁ ବିତାଡ଼ିତ କରି ଆମକୁ ଅପମାନିତ ହେଲ ନାହିଁ ତୁମେ ଆମ ସୈନ୍ୟ ବାହିନୀ ସମେତ ବହିର୍ଗତ। ଦେଇଅଛ ତୁମେ ସୁଯୋଗ ଯେପରି କରିବୁ ଆମେ ଶତ୍ରୁ ସମ୍ମୁଖରୁ ପଳାୟନ କରିଅଛନ୍ତି ଶତ୍ରୁଗଣ ଆମକୁ ଲୁଣ୍ଠନ। ବୋଧ ହେବା ସକାଶେ ନିରୂପିତ ମେଷ ସଦୃଶ୍ୟ କରିଅଛ ଆମକୁ ପରିଣତ କରିଅଛ ଆମକୁ ଜନତା ମଧ୍ୟ ବିକ୍ଷିପ୍ତ କରିଅଛ ତୁମ ସଜ୍ଜନମାନଙ୍କୁ ଲଘୁ ମୂଲ୍ୟ ବିନିମୟ ବିକ୍ରୟ କଲ ନାହିଁ ତୁମେ ସେମାନଙ୍କ ପ୍ରତି ଅଧିକ ମୂଲ୍ୟ ନିର୍ଣ୍ଣୟ। ଆମକୁ କଲ ତୁମେ ପ୍ରତିବେଶୀମାନଙ୍କ ନିନ୍ଦାପାତ୍ର କଲ ଆମକୁ ପରିଣତ ଆମ ଚତୁର୍ଦିଗବାସୀଙ୍କର ଉପହାସ ତଥା ବିଦେଶର ପାତ୍ର। ଜାତି ସମୂହ ମଧ୍ୟରେ କଲ ତୁମେ ଆମକୁ ଏକ ପ୍ରବାଦ ବାକ୍ୟ ଜନତା ମଧ୍ୟରେ ଉପହାସ ପାତ୍ର। ଅପମାନ ମୋର ଦିନ ତମାମ ମୋ ସମ୍ମୁଖେ ବିଦ୍ୟମାନ ଲଜ୍ଜା ହେଲା ମୋର ମୁଖ ଆବରଣ। ଭର୍ତ୍ସନାକାରୀ ତଥା ନିନ୍ଦୁକମାନଙ୍କ କଥନ ଶତ୍ରୁ ତଥା ପ୍ରତିହିଂସକର ଦର୍ଶନ ଜରିଆରେ ହୋଇଥିଲା ତାହା ସଂଘଟିତ। ଯଦିଓ ହେଲୁ ନାହିଁ ଆମେ ତୁମକୁ ବିସ୍ମୃତ ଓ ତୁମ ବ୍ୟବସ୍ଥା ବିଧାନ ପ୍ରତି ହେଲୁ ନାହିଁ ଅବିଶ୍ୱସ୍ତ ତଥାପି ହୋଇଅଛି ଏ ସମସ୍ତ ଆମ ପ୍ରତି ସଂଘଟିତ। ହେଲା ନାହିଁ ଆମ ହୃଦୟ ବିମୁଖ ହେଲା ନାହିଁ ମୁଁ ତୁମ ମାର୍ଗରୁ ପଦକ୍ଷେପ ଆମ ପଶ୍ଚାତ ପଦ। ତଥାପି କରିଅଛ ଆମକୁ ଶୃଗାଳମାନଙ୍କ ଆଶ୍ରୟସ୍ଥାନେ ବିକ୍ଷିପ୍ତ ଓ କରିଅଛ ଘନ ଅନ୍ଧକାରେ ଆମକୁ ଆଚ୍ଛାଦିତ। ହୋଇଥାନ୍ତୁ ଆମେ ଯଦି ଆମ ଈଶ୍ୱରଙ୍କ ନାମ ବିସ୍ମୃତ କରିଥାନ୍ତୁ ଆମେ ଯଦି ଅନ୍ୟ ଦେବ ସମ୍ମୁଖେ ହସ୍ତ ବିସ୍ତୃତ। ତେବେ ପାଇ ନଥାନ୍ତେ କ'ଣ ଈଶ୍ୱର ତାର ସନ୍ଧାନ କାରଣ ହୃଦୟର ଗୁପ୍ତ ବିଷୟ ସବୁ ତାହାକୁ ଅବଗତ। ହେଉଅଛୁ ଆମେ ତୁମ ସକାଶେ ଦିନ ତମାମ ନିହତ ବୋଧ ନିମନ୍ତେ ନିରୂପିତ ମେଷ ସଦୃଶ ଆମେ ବିବେଚିତ। ଜାଗି ଉଠ ହେ ପ୍ରଭୁ ହୁଅ ଉତ୍ଥିତ ହେଉଅଛ ତୁମେ କାହିଁକି ନିଦ୍ରିତ ସଜାଗ ପୂର୍ବକ ହୁଅ ଉତ୍ଥିତ ଛାଡ଼ ନାହିଁ ଆମକୁ ଚିରକାଳ ବ୍ୟାପୀ ହେବାକୁ ପରିତ୍ୟକ୍ତ। କରୁଅଛ ତୁମେ କାହିଁକି ମୁଖ ତୁମ ଲୁକାୟିତ ହେଉଅଛ କାହିଁକି ଆମ ଯାତନା ତଥା ତାଡ଼ନା ବିସ୍ମୃତ। ଧୂଳି ମଧ୍ୟ ଆମ ଆତ୍ମା ନିମଗ୍ନ ଭୂପୃଷ୍ଠ ସହ ଆମ ଶରୀର ସଂଲଗ୍ନ। ଉତ୍ଥିତ ହୋଇ ଆମ ସାହାଯ୍ୟାର୍ଥେ କର ଆଗମନ ତବ ନିରନ୍ତର ସ୍ନେହ ହେତୁ କର ଆମକୁ ମୁକ୍ତ। ଅଧ୍ୟାୟ 45 ମେସିହା ସାମ। ଉତ୍ତମ ବିଷୟରେ ହୃଦୟ ମମ ଉଚ୍ଛ୍ବସିତ ରାଜାଙ୍କ ଉଦ୍ଦେଶ୍ୟରେ ମୋ ରଚିତ କବିତା କରେ ମୁଁ ପାଠ। ପ୍ରସ୍ତୁତ ଥିବା ଲେଖକର କଲମ ସଦୃଶ ଅଟେ ଜିହ୍ୱା ମୋର। ଅଟ ତୁମେ ମନୁଷ୍ୟ ପୁତ୍ରମାନଙ୍କ ମଧ୍ୟରେ ସୌନ୍ଦର୍ଯ୍ୟବାନ ଅଧର ତୁମର ଲାବଣ୍ୟ ମୁକ୍ତ କରିଅଛନ୍ତି ଈଶ୍ୱର ତୁମକୁ ଚିରକାଳ ବ୍ୟାପୀ ଆଶୀର୍ବାଦ। ହେ ପରାକ୍ରମୀ ଜଣ କର ପରିଧାନ ତୁମ କଟି ଦେଶେ ମହିମା ତଥା ପ୍ରତାପର ଖଡ଼୍ଗ। କର ତୁମେ ଯେପରି ସତ୍ୟ ସମର୍ଥନ ତଥା ନ୍ୟାୟପରାୟଣତାର ସଂରକ୍ଷଣ ତନ୍ନିମନ୍ତେ ବିଜୟୀ ହୋଇ କର ପ୍ରତାପ ପୂର୍ବକ ଅଗ୍ରଗମନ। ଦକ୍ଷିଣ ହସ୍ତ ତୁମର କରୁ ଭୟାନକ କର୍ମାବଳୀ ଶିକ୍ଷାଦାନ। କର ତୀକ୍ଷଣ ତୀର ସକଳ ତୁମ ରାଜଶତ୍ରୁମାନଙ୍କ ହୃଦୟ ବିଦ୍ଧ ହେବେ ଜାତିଗଣ ତୁମ ସମ୍ମୁଖେ ପତିତ।
ଐଶ୍ୱରିକ ସିଂହାସନ ତୁମର ଚିରକାଳ ବ୍ୟାପୀ ପ୍ରତିଷ୍ଠିତ। ରାଜଦଣ୍ଡ ତୁମର ଅଟେ ନୀତିନିଷ୍ଠାର ଦଣ୍ଡ। କରୁଥାଅ ତୁମେ ନୀତିନିଷ୍ଠାକୁ ସ୍ନେହ ଓ ଦୁଷ୍ଟତାକୁ ବିଦ୍ୱେଷ। ସୁତରାଂ ଈଶ୍ୱର ତୁମର ଈଶ୍ୱର କଲେ ତୁମକୁ ସାଥୀମାନଙ୍କ ମଧ୍ୟରୁ ଉତ୍ତୋଳିତ ଓ କଲେ ତୁମକୁ ଆନନ୍ଦ ତୈଳରେ ଅଭିଷିକ୍ତ। ପୋଷାକ ତୁମର ସୁଗନ୍ଧ ନିର୍ଯଶ ଅଗୁରୁ ତଥା ଦାରୁଚିନିରେ ସୁରଭିତ। ଅସ୍ଥି ଦନ୍ତ ନିର୍ମିତ ପ୍ରାସାଦ ସକଳକୁ କରେ ତୁମକୁ ତାରଯୁକ୍ତ ବାଦ୍ୟଯନ୍ତ୍ର ଆନନ୍ଦିତ। ଅଛନ୍ତି ତୁମ ଅନ୍ତଃପୁରବାସୀ ମହିଳାମାନଙ୍କ ମଧ୍ୟରେ ରାଜକନ୍ୟାଗଣ। ହୁଅନ୍ତି ଅଫିରର ସୁବର୍ଣ୍ଣ ଭୂଷିତା ରାଣୀ ତୁମର ଦକ୍ଷିଣ ପାର୍ଶ୍ୱେ ଦଣ୍ଡାୟମାନ। ଶୁଣ ହେ ବତ୍ସା, କାନ ଡେରି ଶୁଣ। ହୁଅ ତୁମ ସ୍ୱଜନ ତଥା ପିତୃଗୃହକୁ ବିସ୍ମୃତ। ତାହା ହେଲେ ହେବେ ରାଜା ତୁମ ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ। ସେ ଯେ ତୁମର ପ୍ରଭୁ, ସେଥିଯୋଗୁଁ କର ତାହାଙ୍କ ସମ୍ମୁଖେ ପ୍ରଣିପାତ। ହୁଅନ୍ତି ଯେପରି ତୀରବାସୀମାନେ ପ୍ରୀତି ତୁମର ସମ୍ପ୍ରାପ୍ତ। ତନ୍ନିମନ୍ତେ କରିବେ ସେମାନେ ଉପହାରାସ୍ପରଣ। କରିବେ ଦେଶବାସୀ ଧନିକମାନେ ସର୍ବବିଧ ସମ୍ପଦ ଅର୍ପଣ। ସୁବର୍ଣ୍ଣ ଗୁଚ୍ଛା ବସ୍ତ୍ରରେ ବିଭୂଷିତା ହୋଇ ଅନ୍ତଃପୁରେ ରାଜକନ୍ୟା ଆସୀନ। ନାନାବିଧ କର୍ଣ୍ଣଯୁକ୍ତ ପୋଷାକ ହୋଇ ପରିହିତ ହୁଏ ସେ ରାଜାଙ୍କ ସମ୍ମୁଖକୁ ଆନୀତ। ଅଟନ୍ତି ସହଚରିଣୀ କୁମାରୀ କନ୍ୟାଗଣ ସହବର୍ତ୍ତୀ ତୁମର। ହୁଅନ୍ତି ସେମାନେ ଆନନ୍ଦ ତଥା ଆହ୍ଲାଦପୂର୍ବକ ଆନୀତ। କରନ୍ତି ସେମାନେ ରାଜପ୍ରାସାଦରେ ପ୍ରବେଶ। ଏବେ ପିତୃଗଣ ପରିବର୍ତ୍ତେ ତୁମ ସନ୍ତାନମାନେ ପ୍ରତିଷ୍ଠିତ। କରିବ ତୁମେ ସେମାନଙ୍କୁ ଶାସକ ରୂପେ ପୃଥିବୀ ସାରା ନିଯୁକ୍ତ। ହୁଏ ତୁମ ନାମ ଯେପରି ବଂଶାନୁକ୍ରମେ ପ୍ରଶଂସିତ। ତନ୍ନିମନ୍ତେ ସୃଷ୍ଟି କରିବି ମୁଁ ସୁଯୋଗ। ସୁତରାଂ କରିବେ ସମସ୍ତ ଜନତା ଚିରକାଳ ପ୍ରଶଂସା ଗାନ ତୁମର। ଅଧ୍ୟାୟ 46। ସିୟନର ପ୍ରଶଂସା ସ୍ତୋତ୍ର। ଅଟନ୍ତି ଈଶ୍ୱର ଆମ ଶକ୍ତି ତଥା ଆଶ୍ରୟ। ସଙ୍କଟ ସମୟେ ଏକ ସୁନିଶ୍ଚିତ ସହାୟ। ହୁଏ ଯଦିଓ ଭୂମଣ୍ଡଳ ପ୍ରକମ୍ପିତ। ଆନ୍ଦୋଳିତ ହୋଇ ଯଦିଓ ପର୍ବତ ସକଳ। ହୁଅନ୍ତି ସମୁଦ୍ର ଗର୍ଭେ ପତିତ। ଆନ୍ଦୋଳିତ ହୋଇ ଯଦିଓ ହୁଏ ଜଳରାଶି ଫେନିଳ। ତାହାର ପ୍ରକମ୍ପ ଯୋଗୁଁ ଯଦିଓ ପର୍ବତ ସକଳ ହୁଅନ୍ତି ଆନ୍ଦୋଳିତ। ତଥାପି ହେବୁ ନାହିଁ ଆମେ ଭୟଭୀତ। ହୋଇ ରହିଛି ପ୍ରବାହିତ ନଦୀଟିଏ, ଯାହା ଈଶ୍ୱରଙ୍କ ନଗରୀ। ତଥାପି ପରାତ୍ପରଙ୍କ ପବିତ୍ର ବସତିକୁ କରେ ସନ୍ତୁଷ୍ଟ। କରନ୍ତି ଈଶ୍ୱର ସେହି ନଗରୀ ମଧ୍ୟ ଅବସ୍ଥାନ। ହେବ ନାହିଁ ତାହା ପ୍ରକମ୍ପିତ। ଅତି ପ୍ରତ୍ୟୁଷେ କରିବେ ଈଶ୍ୱର ତାହାଙ୍କୁ ସାହାଯ୍ୟ। ହୁଏ ଜନତା କ୍ରୋଧାଦୀପୂତ। ହୁଏ ରାଜ୍ୟ ସମୂହ ପ୍ରକମ୍ପିତ। କରନ୍ତି ସେ ଯେବେ କଥନ। ହୁଏ ତେବେ ଭୂମଣ୍ଡଳ ତରଳ। ଅଟନ୍ତି ଆମ ସହବର୍ତ୍ତୀ ପ୍ରଭୁ ସୈନ୍ୟାଧୀଶ। ଅଟନ୍ତି ଆମ ଆଶ୍ରୟ ଯାକବଙ୍କ ଈଶ୍ୱର। ଆସ କର ପ୍ରଭୁଙ୍କ ଦ୍ୱାରା ସମ୍ପାଦିତ କାର୍ଯ୍ୟକଳାପ ଦର୍ଶନ। କରିଛନ୍ତି କେଉଁଭଳି ପ୍ରଭୁ ପୃଥିବୀକୁ ସିର୍ଜନ। ନିର୍ଜନ କର ଏହା ଦର୍ଶନ। କରନ୍ତି ସେ ପୃଥିବୀର ସୀମା ସରହଦ ପର୍ଯ୍ୟନ୍ତ ଯୁଦ୍ଧ ନିଶ୍ଚିହ୍ନ। କରନ୍ତି ସେ ଧନୁଭଗ୍ନ। କରନ୍ତି ବର୍ଚ୍ଛା ଖଣ୍ଡ ବିଖଣ୍ଡ। ରଥ ସବୁକୁ କରନ୍ତି ସେ ଅଗ୍ନିରେ ଦଗ୍ଧ। ହୁଅ କ୍ଷାନ୍ତ ମୁଁ ଅଟେ ଈଶ୍ୱର। ହୁଅ ଏହା ଅବଗତ। ହୁଏ ମୁଁ ଜାଣି ଜାତିଗଣ ମଧ୍ୟରେ ଉଚ୍ଚୀକୃତ। ହୁଏ ମୁଁ ପୃଥିବୀରେ ଉନ୍ନୀତ। ଅଟନ୍ତି ଆମ ସହବର୍ତ୍ତୀ ପ୍ରଭୁ ସୈନ୍ୟାଧୀଶ। ଅଟନ୍ତି ଆମ ଆଶ୍ରୟ
ଯାକୋବଙ୍କ ଈଶ୍ୱର। ଅଧ୍ୟାୟ 47। ପ୍ରଶଂସା ସ୍ତୋତ୍ର। ଦିଅ କରତାଳି ହେ ଜାତି ସକଳ, କର ପ୍ରଭୁଙ୍କ ସମ୍ମୁଖେ ଉଚ୍ଚସ୍ୱରେ ଆନନ୍ଦ ଗାନ ମୁଖରିତ। ଅଟନ୍ତି ପରାତ୍ପର ପ୍ରଭୁ ଭୟାନକ, ଅଟନ୍ତି ସେ ରାଜା ସମଗ୍ର ପୃଥିବୀର। ଜନତା ଉପରେ ବିଜୟ ଆମର, କଲେ ସେ ଜାତିଗଣଙ୍କୁ ଆମର ପଦାଧୀନସ୍ଥ। କଲେ ସେ ଆମ ଉତ୍ତରାଧିକାର ମନୋନୀତ, ଏହା ଯେ ତାହାଙ୍କର ସ୍ନେହପାତ୍ର ଯାକୋବଙ୍କ ପରମୋତ୍କର୍ଷ। କଲେ ଈଶ୍ୱର ଜୟରବ ପୂର୍ବକ ଉଦ୍ଧାରୋହଣ, କଲେ ପ୍ରଭୁ ଭେରୀ ବାଦନ ଶବ୍ଦ ସମେତ ଆରୋହଣ। କର ଗାନ ଈଶ୍ୱରଙ୍କ ଉଦ୍ଦେଶ୍ୟ ସ୍ତବଗାନ, କର ଗାନ ଆମ ରାଜାଙ୍କ ଉଦ୍ଦେଶ୍ୟ ସ୍ତବଗାନ, କର ସ୍ତବଗାନ। ଅଟନ୍ତି ଈଶ୍ୱର ସମଗ୍ର ପୃଥିବୀର ରାଜନ, ସାମ ସଙ୍ଗୀତ ସମେତ କର ତାହାଙ୍କର ସ୍ତବଗାନ। କରନ୍ତି ଈଶ୍ୱର ଗୋଷ୍ଠୀଗଣ ଉପରେ ରାଜତ୍ୱ, ହୁଅନ୍ତି ଈଶ୍ୱର ତାହାଙ୍କ ସିଂହାସନେ ଆସୀନ। ଆବ୍ରାହାମଙ୍କ ଈଶ୍ୱରଙ୍କ ସ୍ୱଜନ ସଦୃଶ୍ୟ, ହୁଅନ୍ତୁ ଜାତିଗଣର ଶାସକ ଗଣ ଏକତ୍ରିତ। ସଂସାରର ଢାଲ ସମୂହ ଈଶ୍ୱରଙ୍କ ଅଧୀନସ୍ଥ, ଅଟନ୍ତି ସେ